ଆଜି ସକାଳୁ ବୋଧେ କୋକିଶିଆଳି ମୁଁ ଚାହିଁଥିଲି ପହଞ୍ଚୁ ପହଞ୍ଚୁ ଅଫିସରେ ମିଳିଥିଲା ଗୋଟେ ଜବରଦସ୍ତ ପ୍ୟାକେଟ୍। ତ ଚାଲନ୍ତୁ ଦେଖିବା ପ୍ୟାକେଟ୍ ଭିତରେ କ'ଣ ଅଛି। ଏଇଠି ଥିଲା ଗୋଟେ ଟିସୁ, ତାପରେ ମିଳିଥିଲା ଗୋଟେ ଫ୍ରୁଟି, ଗୋଟେ କଟଲେଟ୍, ଆଉ ତା ସହିତ ମିଳିଥିଲା ଗୋଟେ ଛୋଟ ଗୋଲାପଜାମୁନ, ଆଉ ଏଇଠି ମିଳିଥିଲା ଗୋଟେ ବଢ଼ିଆ ବ୍ରାଉନ୍ ବ୍ରେଡ଼ର ସ୍ୟାଣ୍ଡୱିଚ୍, ଆଉ ପୁରା ହାଇଜେନିକ୍ ୱେରେ ଥିଲା। ଓହୋ, ସ୍ୟାଣ୍ଡୱିଚଟା ସତରେ ଭାଇ ମସ୍ତ ଲାଗୁଥିଲା ପୁରା। ତ ତାପରେ ନେଇଥିଲି ମୁଁ ଲଞ୍ଚ। ତ ଦେଖିବା ଅଫିସ୍ ଡବା ଭାତ ନେଇଥିଲି, ନର୍ମାଲ ଏଇଠି ଗୋଟେ ମିକ୍ସ ଡାଲି ନେଇଥିଲି, ଆଉ ଏଇଠି ନେଇଥିଲି ବାସି ମାଛ ମୁଣ୍ଡ ଥିଲା, ଆଉ ପେଟ 2 ପିସ୍ ଥିଲା। ତାକୁ କ'ଣ କଲି ଜଲ୍ଦି ଜଲ୍ଦି ପୁରା ଟମାଟୋ କଞ୍ଚା କଞ୍ଚା ଥିବ, ରସୁଣ କଞ୍ଚା କଞ୍ଚା ଥିବ, ପିଆଜ କଞ୍ଚା କଞ୍ଚା ସବୁ ହାଲକା ହାଲକା ଭାଜି ହେଇଥିବ, ସେଇ ଭିତରେ ମାଛ ମୁଣ୍ଡକୁ ପକେଇକି ଟିକେ ଫ୍ରାଏ କରିବେ ଭାଇ। ଓହୋ, ସେଇ ରସଗୁଡ଼ା ସେ ମାଛ ମୁଣ୍ଡ ଭିତରକୁ ଗଲେ, ଯେଉଁ ମାଛ ଭିତରକୁ ଗଲେ ଭାଇ ଯାହା ଲାଗିବ। ଆଉ କ୍ୟାପ୍ସିକମ୍ ଆପଣଙ୍କର ଅପସନାଲ୍, ଆପଣ ଚାହିଁଲେ ପକେଇ ପାରିବେ, ନ ଚାହିଁଲେ ନାହିଁ। ଆଉ ସେଇ ଯେଉଁ ରସୁଣର ଯେଉଁ ଗୋଟା ଗୋଟା ଭାଇ ସିଝିଥିବ ସେ ମାଛ ସାଙ୍ଗରେ ମିଶିକି, ଓହୋ କି ଟେଷ୍ଟ ଭାଇ। ଥରେ ବନେଇକି ଖାଆନ୍ତୁ। ଟମାଟୋ ଦେଖ କିନ୍ତୁ କେମିତି ଅଧା ଅଧା ସିଝିଛି, ଆଉ ମାଛ ମୁଣ୍ଡ, ଓହୋ ଦେଖନ୍ତୁ ତା ଭିତରେ କେମିତି ରସୁଣ ଗୋଟାଟା ପଶିଛି। ଭାବନ୍ତୁ ତା ଭିତରେ ଯେଉଁ ଟେଷ୍ଟଟା, ଯେଉଁ ଫ୍ଲେଭରଟା ହେଇଥିବ ତ କେମିତି ହେଇଥିବ। ଆଉ ଏଇଥିରୁ ଟିକେ ଆଣିବେ ଭାତରେ ଭାଇ ଗୋଳେଇବେ ପୁରା ବଢ଼ିଆ ସେ ଚକୁଟିକି, ତାପରେ ଗୋଟେ ଗୁଣ୍ଡା ଭାଇ ପାଟିକି ନେବେ। ଓହୋ, ଲାଗିବେ ଆଜି ବୋଧେ ସ୍ୱର୍ଗକୁ ସିଡ଼ି ବାନ୍ଧିଦେବେ ଆପଣ। ସତ କଥା କହୁଛି ଭାଇ, ଥରେ ଏମିତି ଟ୍ରାଏ କର, ଜବରଦସ୍ତ ଲାଗିବ ଭାଇ। ମୋ ପ୍ରୋସେସ୍ରେ ଜଲ୍ଦି ହେବ ଆଉ କମ୍ ତେଲ ମସଲାରେ ହେବ।